ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶ ଯାକ ଅନ୍ଧକାର ଘଟିଗଲା। ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସାବକ୍ତାନି, ଅର୍ଥାତ୍ ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ପ୍ରଭୁ ଏ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଅତ୍ୟନ୍ତ ମଙ୍ଗଳମୟ ଜୀବନ୍ତ ମହାମହିମ ପରମେଶ୍ୱର, ଧନ୍ୟବାଦ ଦଉଛୁ ବାପା ଆଜି ସକାଳ ସମୟ ପାଇଁ। ଯେତେବେଳେ ପ୍ରଭୁ ତୁମ ବାକ୍ୟର ଚର୍ଚ୍ଚା କରିବୁ, ତୁମେ ଆମ ସହିତ କଥା ହେବ। ମଣିଷର ଚିନ୍ତନ କି ମଣିଷର ଜ୍ଞାନ ନାହିଁ, ତୁମ ଚିନ୍ତନ ମତ ଉଦ୍ଦେଶ୍ୟକୁ ପୁରା କରିବା ନିମନ୍ତେ ତୁମ ବାକ୍ୟ ଦେଖିବାକୁ ତୁମେ ସାହାଯ୍ୟ କର। ଏହି ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଛି। ମୋତେ ବିଶ୍ୱାସ ଅଛି ଯେତେ ସମୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ବାର୍ତ୍ତାଳାପ କରିବା, ପ୍ରଭୁ ଆମ ସହିତ ନିଶ୍ଚୟ କଥା ହେବେ। ଆଜି ଯାଏ ଗୋଟେ ଭୁଲ ବିଷୟ ଆମେ ଶିଖିଛୁ କି ଆମେ ଶୁଣିଛୁ କି ଉପଦେଶ ପାଇଛୁ। ସେ ଭୁଲ ବିଷୟ ମଧ୍ୟରୁ ଗୋଟେ ବିଷୟ ହେଲା ଯୀଶୁ ମଲା ପରେ ଅନ୍ଧାର ହଉଛି ବୋଲି। ଆଜି ଯାଏ ଆମେ ଶୁଣିଛୁ କଥା, ଯୀଶୁ ମଲା ପରେ ଅନ୍ଧାର ଘଟିଗଲା ବୋଲି ଆଜି ଯାଏ ଆମେ ଶୁଣିଛୁ। କିନ୍ତୁ ସେମିତି ହେଇନାହିଁ ବାଇବଲରେ। ବାଇବଲ 4ଟା ସୁସମାଚାର ଯେତେବେଳେ ଆପଣ ମାନେ ଘରେ ଦେଖିବେ, 4ଟା ସୁସମାଚାରରେ ସବୁଠି ଲେଖା ହେଇଛି 12 ଘଣ୍ଟା ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶ ସାରା ଅନ୍ଧକାର ବ୍ୟାପିଗଲା ଏବଂ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ କହିଲେ, ଏଲୋ ଏଲୋହି ଲାମା ସାବକ୍ତାନି, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ କାହିଁକି ମୋତେ ପରିତ୍ୟାଗ କଲ? ପ୍ରଥମେ ଅନ୍ଧକାର ହେଲା, ତାପରେ ଯୀଶୁଙ୍କର ମୃତ୍ୟୁ ହେଲା। ମରିବା ପରେ ଅନ୍ଧକାର ହେଇନାହିଁ, ମରିବା ପୂର୍ବରୁ ହେଲା। ସବୁ ସୁସମାଚାର, ଗୋଟେ କେବଳ ନାହିଁ, 4ଟା ଯାକ ସୁସମାଚାରରେ ଲେଖା ହେଇଛି। ଦେଖନ୍ତୁ, କୌଣସି ବିଷୟ ଯଦି 4ଟା ସୁସମାଚାର ଉଲ୍ଲେଖ କରୁଛି, ଗୁରୁତ୍ୱପୂର୍ଣ୍ଣ ବିଷୟ, ଆପଣମାନେ ସବୁ କିଛି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ 4ଟା ବିଷୟ ଉଲ୍ଲେଖ କରେ ସୁସମାଚାର, ଗୁରୁତ୍ୱତାର ସହିତ ଦେଖିବା ନିତାନ୍ତ ଆବଶ୍ୟକ। କାହିଁକି ଯୀଶୁ ମରିବା ପୂର୍ବରୁ ଅନ୍ଧକାର? କାହିଁକି, କଣ ପାଇଁ ଯୀଶୁ ମରିବା ପୂର୍ବରୁ ଅନ୍ଧକାର? ପାପ ବହନ। ବହୁତ ଭଲ। ପାପ ବହନ। କୋଉ ପାପ? ଭୂତ ପୂର୍ବରୁ ଯେତେ ପାପ, ବର୍ତ୍ତମାନର ଯେତେ ପାପ ଏବଂ ଭବିଷ୍ୟତରେ ଯେତେ ପାପ, ସମସ୍ତ ପାପ ସେ ପରମେଶ୍ୱରଙ୍କର ଅଦ୍ୱିତୀୟ ପୁତ୍ରଙ୍କ ମସ୍ତକରେ ଲଦାଗଲା। ଆଉ ସେ ପବିତ୍ର ପରମେଶ୍ୱର, କାରଣ ସେ ଏତେ ଅତି ପବିତ୍ର ଯେ ପାପକୁ ତ ଛୁଇଁବା ଦୂର କଥା, କିନ୍ତୁ ପାପକୁ ଦେଖିଲେ ନାହିଁ ମଧ୍ୟ। ନିଜର ଏକମାତ୍ର ପୁତ୍ର ଉପରେ ସମସ୍ତ ପାପ ଲଦା ହେଇଛି ଦେଖି ସେ ନିଜ ପୁତ୍ରକୁ କଣ କଲେ? ତ୍ୟାଗ କଲେ। ଯେତେବେଳେ ସେ ନିଜ ପୁତ୍ରକୁ ତ୍ୟାଗ କଲେ, ଦେଖିଲେ ନାହିଁ, ତେବେ ସୂର୍ଯ୍ୟ ମଧ୍ୟ ତାଙ୍କୁ ଦେଖିଲା ନାହିଁ। ସୂର୍ଯ୍ୟ ମଧ୍ୟ ନିଜର ଚକ୍ଷୁ ବନ୍ଦ କଲା, ସେ ତାର କିରଣ ଦେଲା ନାହିଁ। ତେଣୁ ଦେଶ ଯାକ ଅନ୍ଧକାର ବ୍ୟାପିଲା। ଆଉ ସୂର୍ଯ୍ୟ ଯେତେବେଳେ ଅନ୍ଧକାର କଲା କି ସୂର୍ଯ୍ୟ ଦେଖିଲା ନାହିଁ, ତେବେ ସାରେ ସୃଷ୍ଟି ତାଙ୍କ ନିଜ ନିଜର ଚକ୍ଷୁ କଣ କଲେ? ବନ୍ଦ କରିଦେଲେ। ସେତେବେଳେ ଯୀଶୁ ଚିତ୍କାର କରି କହୁଛନ୍ତି, ଏଲୋହି ଏଲୋହି ଲାମା ସାବକ୍ତାନି, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, କାହିଁକି ତୁମେ ମୋତେ ପରିତ୍ୟାଗ କଲ? ଯେତେବେଳେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଆନ୍ତି କି ପରମେଶ୍ୱର କାହାଠୁ ଦୂରେଇ ଯାଆନ୍ତି, ଦେଖ ପ୍ରଭୁ ସାର୍ବଭୌମିକ ଅଟନ୍ତି। ଆପଣମାନଙ୍କୁ ସମସ୍ତ ଜାଣିବା ଦରକାର, ସର୍ବଭୌମିକ, ସବୁ ଜାଗାରେ ଉପସ୍ଥିତ ଅଛି। ଯଦି ପରମେଶ୍ୱର ଦୂରେଇ ଯାଉଛନ୍ତି, ତାର ଅର୍ଥ ହଉଛି ତାଙ୍କର କ୍ରୋଧର ଉପସ୍ଥିତି। ଯଦି ସ୍ୱର୍ଗ ଓ ନର୍କର ପରିଭାଷା ଆପଣମାନଙ୍କୁ କେହି ପଚାରନ୍ତି କି ସଂଜ୍ଞା ପଚାରନ୍ତି, ସ୍ୱର୍ଗ ନର୍କର ଗୋଟିଏ ପରିଭାଷା ହଉଛି ପରମେଶ୍ୱରଙ୍କର କ୍ରୋଧର ଉପସ୍ଥିତି ହଉଛି ନର୍କ, କି ପରମେଶ୍ୱରଙ୍କର ଅନୁପସ୍ଥିତି ହଉଛି ନର୍କ। ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଉପସ୍ଥିତି ହଉଛି ସ୍ୱର୍ଗ, କି ଅନୁଗ୍ରହପୂର୍ଣ୍ଣ ଉପସ୍ଥିତି ହଉଛି ସ୍ୱର୍ଗ।
ଆଉ ଯେତେବେଳେ ସେ ନିଜ ପୁତ୍ର ଠାରୁ ନିଜକୁ ଦୂରେଇଲେ ତାର ଅର୍ଥ ହଉଛି ତାଙ୍କର କ୍ରୋଧର ଉପସ୍ଥିତିକୁ ପୁତ୍ର ଗ୍ରହଣ କଲେ। ତାର ଆଉ ଗୋଟିଏ ଅର୍ଥ ହଉଛି ନର୍କର ସର୍ବାଧିକ ଯାତନା ସେ ନିଜ ଉପରେ ଗ୍ରହଣ କଲେ। ଯାତନାକୁ କଣ କଲେ? ନିଜେ ଅଙ୍ଗେ ନିଭାଇଲେ। ଯୋଉ ନର୍କକୁ ପାପୀ, ଦୁରାଚାରୀ, ଭ୍ରଷ୍ଟାଚାରୀ, ନରହତ୍ୟାକାରୀ, ସମସ୍ତ ମିଥ୍ୟାବାଦୀ ସେ ନର୍କରେ ନିକ୍ଷେପ ହେବା ଆବଶ୍ୟକ, କାରଣ ସେହି ସ୍ଥାନ ସେମାନଙ୍କ ନିମନ୍ତେ। କିନ୍ତୁ କାରଣ ଆମେମାନେ ସେ ସବୁର ଗୋଟି ଗୋଟି ଆଖିରେ ଆମେ ନର୍କକୁ ଯାଇଥାନ୍ତୁ, କିନ୍ତୁ ଆମେ ନର୍କକୁ ନ ଯାଇ ଆମ ଯୋଉ ସେ ନର୍କର ଯାତନାକୁ ନିଜ ଉପରେ ନେଇଗଲେ। ଯୋଉ ଯାତନା ଆମେ ଭୋଗିଥାନ୍ତୁ ସେ ଯାତନା କିଏ ଭୋଗିଲା? ଯୀଶୁ ନିଜେ ସେ ଯାତନାକୁ ଭୋଗିଲେ, ନିଜେ ଭୋଗିଲେ। ମୋର ପ୍ରିୟ ଲୋକମାନେ, এই କାମ ତ ଆମେ କରୁଛୁ। ନର୍କକୁ ଯାଉଥିବା ଲୋକମାନଙ୍କୁ କେମିତି ସ୍ୱର୍ଗ ପଥରେ ଧରି ଆଣି ବାହାର କରି ଆଣି ସ୍ୱର୍ଗ ପଥ ଆଡ଼କୁ ନେଇଯିବ, ସେଇ କାମ ପ୍ରଭୁ ଆପଣମାନଙ୍କୁ ମତେ ସମର୍ପଣ କରିଛନ୍ତି। ଆଉ 8 ବଡ଼ ଆଉ କଣ କାମ ଅଛି? ଆଉ କିଛି କାମ ଅଛି କି?